ଭୋକେସନାଲ ଓଡ଼ିଶାକୁ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। କେବେ ଭାବିଛନ୍ତି କି ଯଦି ଆମ ଚାରିପାଖର ଜିନିଷପତ୍ର ନିଜ ଭିତରେ କଥାବାର୍ତ୍ତା କରିପାରନ୍ତେ ତେବେ କେମିତି ହୁଅନ୍ତା? ଆଜ୍ଞା ହଁ, ଆଜି ଆମେ ସେହିଭଳି ଏକ ଯାଦୁକରୀ ଟେକ୍ନୋଲୋଜି ବିଷୟରେ କଥା ହେବା ଯାହାର ନାଁ ହେଉଛି ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ବା ସଂକ୍ଷେପରେ ଆଇଓଟି। ଏହା ଏକ ଏମିତି ଜିନିଷ ଯାହା ଧୀରେ ଧୀରେ ଆମ ଦୈନନ୍ଦିନ ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଉଛି। ତେବେ ଚାଲନ୍ତୁ ଆଉ ଡେରି ନ କରି ଏହି ଆଶ୍ଚର୍ଯ୍ୟଜନକ ଦୁନିଆ ଭିତରକୁ ଯାତ୍ରା ଆରମ୍ଭ କରିବା। ଆସନ୍ତୁ ଟିକେ କଳ୍ପନା କରିବା ଏକ ଏମିତି ଦୁନିଆ ଯେଉଁଠି ଆମ ଘରର ଲାଇଟ୍ ଠାରୁ ଆରମ୍ଭ କରି ଆମ ଗାଡ଼ି ଏପରିକି ଆମ ହାତରେ ଥିବା ଘଣ୍ଟା ପର୍ଯ୍ୟନ୍ତ ସବୁକିଛି ବୁଦ୍ଧିମାନ ଏବଂ ସମସ୍ତେ ସମସ୍ତଙ୍କ ସହିତ ସଂଯୁକ୍ତ। ଏହା ଶୁଣିବାକୁ କୌଣସି ସାଇନ୍ସ ଫିକ୍ସନର କାହାଣୀ ପରି ଲାଗୁଛି, ନୁହେଁ କି? କିନ୍ତୁ ମଜା କଥା ହେଉଛି ଏହା ହିଁ ଆମର ଆଜିର ସତ। ଆଚ୍ଛା, ଆସନ୍ତୁ ଗୋଟେ ବାସ୍ତବ ଉଦାହରଣ ନେବା। ଭାବନ୍ତୁ ତ ଆପଣଙ୍କ ଫ୍ରିଜ୍ ଏତେ ସ୍ମାର୍ଟ ଯେ ତାକୁ ଜଣାଅଛି ଭିତରେ କ୍ଷୀରର ପ୍ୟାକେଟ୍ କେତେଟା ଅଛି, ଆଉ ଯେମିତି ହିଁ କ୍ଷୀର ସରିବାକୁ ବସିବ ସେ ନିଜେ ନିଜେ ଆପଣଙ୍କ ମୋବାଇଲକୁ ଗୋଟେ ସପିଂ ଲିଷ୍ଟ ପଠାଇଦେବ। କେତେ ସହଜ ହୋଇଯିବ ଜୀବନ, ଭାବିଲେନି? ଏବେ ଆଉ ଗୋଟିଏ ଉଦାହରଣ, ଆମ ସମସ୍ତଙ୍କର ପ୍ରିୟ ସ୍ମାର୍ଟ ୱାଚ୍। ଏହା କ'ଣ କେବଳ ସମୟ ଦେଖାଏ? ନା, ଏହା ଆମ ହାର୍ଟ ରେଟ୍ ମାପେ, ଆମେ କେତେ ପାଦ ଚାଲିଲେ ତାର ହିସାବ ରଖେ, ଏପରିକି ଆମ ନିଦକୁ ବି ଟ୍ରାକ୍ କରେ। ଏହା ସତେ ଯେମିତି ଆମ ସ୍ୱାସ୍ଥ୍ୟ ପାଇଁ ଜଣେ ପର୍ସନାଲ ଡିଜିଟାଲ ଆସିଷ୍ଟାଣ୍ଟ। ତେବେ ଏହିସବୁ ସ୍ମାର୍ଟ ଜିନିଷଗୁଡ଼ିକ ପଛରେ କୌଣସି ଯାଦୁ ନାହିଁ। ଏହା ପଛରେ ଯେଉଁ ଟେକ୍ନୋଲୋଜି ଅଛି ତାହା ହିଁ ହେଉଛି ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ବା ଆଇଓଟି। ହେଲେ ମନରେ ପ୍ରଶ୍ନ ଆସୁଛି, ଏହି ଆଇଓଟି ଜିନିଷଟା ପ୍ରକୃତରେ କ'ଣ? ଆସନ୍ତୁ ଏହାକୁ ଆହୁରି ଭଲ ଭାବରେ ବୁଝିବା। ହଉ ତେବେ ଏବେ ଆସନ୍ତୁ ସିଧା କଥାକୁ ଆସିବା। ଆଇଓଟି କ'ଣ? ଏ ଭାଗରେ ଆମେ ଏହାର ମୂଳଦୁଆକୁ ବୁଝିବାକୁ ଚେଷ୍ଟା କରିବା। ଏହାର ସବୁଠୁ ସରଳ ସଂଜ୍ଞା କ'ଣ ଆଉ ଏ ବିଚାରଟି କେଉଁଠୁ ଆସିଲା, ଚାଲନ୍ତୁ ଜାଣିବା। ଯଦି ଆମେ ସରଳ ଭାଷାରେ କହିବା ତେବେ ଆଇଓଟି ମାନେ ହେଉଛି ଆମର ସାଧାରଣ ଦୈନନ୍ଦିନ ଜିନିଷପତ୍ରକୁ ଇଣ୍ଟରନେଟ୍ ସହିତ ଯୋଡ଼ିବା। ଏହାଦ୍ୱାରା ସେହି ଜିନିଷଗୁଡ଼ିକରେ ଛୋଟ ଛୋଟ ସେନ୍ସର ଲାଗିଥାଏ, ଯାହାକୁ ଆପଣ ସେମାନଙ୍କର ଆଖି ବା କାନ ବୋଲି ଭାବିପାରିବେ। ଏହି ସେନ୍ସର ମାଧ୍ୟମରେ ସେମାନେ ଆଖପାଖରୁ ତଥ୍ୟ ନେଇପାରନ୍ତି ଏବଂ ଇଣ୍ଟରନେଟ୍ ଜରିଆରେ ପରସ୍ପର ସହିତ କଥା ହୋଇପାରନ୍ତି। ଆପଣଙ୍କୁ ଲାଗୁଥିବ ଏହା ଏକଦମ ନୂଆ କଥା, କିନ୍ତୁ ନା, ଆଇଓଟିର କାହାଣୀ ବହୁତ ପୁରୁଣା। ଏହାର ମୂଳଦୁଆ 1980 ଦଶକରେ ପଡ଼ିଥିଲା, ଯେତେବେଳେ ପ୍ରଥମ ଥର ପାଇଁ ଏକ କୋଲ୍ଡଡ୍ରିଙ୍କ୍ସ ମେସିନ୍କୁ ଇଣ୍ଟରନେଟ୍ରେ ଯୋଡ଼ାଯାଇଥିଲା, କେବଳ ଏହା ଜାଣିବା ପାଇଁ ଯେ ତାହା ଥଣ୍ଡା ଅଛି କି ନାହିଁ। ଆଉ ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଟେକ୍ନୋଲୋଜି ବହୁତ ଆଗକୁ ଯାଇସାରିଲାଣି। ଏବେ ଦେଖନ୍ତୁ, ଆଇଓଟି ଆମ ଜୀବନର କେଉଁ କେଉଁ କ୍ଷେତ୍ରରେ ଛାଇଯାଇଛି। ସବୁଠୁ ବେଶି ପ୍ରାୟ 40% ଆମ ସ୍ମାର୍ଟ ଘରେ ବ୍ୟବହାର ହେଉଛି। ତାପରେ ଆସୁଛି ସ୍ୱାସ୍ଥ୍ୟସେବା, ଗାଡ଼ି ଚଳାଚଳ, ଏପରିକି ଆମ ଚାଷ କାମରେ ମଧ୍ୟ ଏହାର ବହୁତ ବଡ଼ ଭୂମିକା ରହିଛି। ଏହା ପ୍ରକୃତରେ ପ୍ରତ୍ୟେକ କ୍ଷେତ୍ରରେ ଏକ ନୂଆ କ୍ରାନ୍ତି ଆଣୁଛି। ଠିକ୍ ଅଛି, ଆମେ ଜାଣିଲେ ଆଇଓଟି କ'ଣ ଏବଂ ଏହା କେଉଁଠି ବ୍ୟବହାର ହୁଏ। କିନ୍ତୁ ପ୍ରଶ୍ନ ହେଉଛି, ଏହା କାମ କେମିତି କରେ? ଏହି ଯାଦୁ ପଛର ପ୍ରକୃତ ବିଜ୍ଞାନଟା କ'ଣ? ଚାଲନ୍ତୁ ଏହାର ପର୍ଦ୍ଦାଫାଶ କରିବା ଏବଂ ଏହାର 4ଟି ସରଳ ପର୍ଯ୍ୟାୟକୁ ବୁଝିବା। ମୁଖ୍ୟତଃ ଏହା 4ଟି ସରଳ ସୋପାନରେ କାମ କରେ। ପ୍ରଥମେ ସେନ୍ସର। ସେଗୁଡ଼ିକ ହେଉଛନ୍ତି ଡିଭାଇସ୍ର ଆଖି ଆଉ କାନ। ସେମାନେ ଆଖପାଖରୁ ତଥ୍ୟ ସଂଗ୍ରହ କରନ୍ତି। ଦ୍ୱିତୀୟରେ, ସେହି ସଂଗୃହୀତ ତଥ୍ୟକୁ ଇଣ୍ଟରନେଟ୍ ମାଧ୍ୟମରେ କ୍ଲାଉଡ୍କୁ ଅର୍ଥାତ୍ ଏକ ବଡ଼ ଡାଟା ସେଣ୍ଟରକୁ ପଠାଯାଏ। ତୃତୀୟରେ, ସେଠାରେ ଥିବା ଶକ୍ତିଶାଳୀ କମ୍ପ୍ୟୁଟର ସେହି ତଥ୍ୟକୁ ବିଶ୍ଳେଷଣ କରେ ଆଉ ଗୋଟିଏ ନିଷ୍ପତ୍ତି ନିଏ। ଆଉ ଶେଷରେ, ସେହି ନିଷ୍ପତ୍ତି ଅନୁସାରେ ଆମ ଡିଭାଇସ୍ କାମ କରେ କିମ୍ବା ଆମକୁ ଏକ ନୋଟିଫିକେସନ୍ ପଠାଏ। ଏତିକି ହିଁ। ଚାଲନ୍ତୁ ଏହାକୁ ସେହି ସ୍ମାର୍ଟ ୱାସିଂ ମେସିନ୍ର ଉଦାହରଣ ଦେଇ ବୁଝିବା। ଏବେ ଆହୁରି ସହଜ ଲାଗିବ। ୱାସିଂ ମେସିନ୍ର ସେନ୍ସର ଦେଖେ ଯେ ଲୁଗା କେତେ ମଇଳା। ଏହା ହେଲା ପ୍ରଥମ ପର୍ଯ୍ୟାୟ। ସେହି ତଥ୍ୟ କ୍ଲାଉଡ୍କୁ ଯାଏ, ଯେଉଁଠି ତାର ବିଶ୍ଳେଷଣ ହୁଏ। ଏହା ହେଲା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ। ଆଉ ଶେଷରେ ମେସିନ୍ ନିଜେ ହିଁ ସ୍ଥିର କରେ ଯେ କେତେ ପାଣି ଦରକାର, କେତେ ସମୟ ଧୋଇବାକୁ ପଡ଼ିବ। ଏହା ହେଲା ଚତୁର୍ଥ ପର୍ଯ୍ୟାୟ। ଏହା ଆମର ସମୟ ଏବଂ ବିଜୁଳି ଉଭୟ ବଞ୍ଚାଏ। ଆଶା କରୁଛି ଏହି ବ୍ୟାଖ୍ୟା ଆପଣମାନଙ୍କୁ ଭଲ ଲାଗୁଥିବ। ଯଦି ଆପଣମାନେ ଏହିପରି ଟେକ୍ନୋଲୋଜିର ଜଟିଳ ଦୁନିଆକୁ ସହଜରେ ବୁଝିବାକୁ ଚାହାନ୍ତି, ତେବେ ଆମ ଚ୍ୟାନେଲ ଭୋକେସନାଲ ଓଡ଼ିଶାକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଏହା ଆମକୁ ଆପଣଙ୍କ ପାଇଁ ଆହୁରି ଭଲ ବିଷୟବସ୍ତୁ ଆଣିବାକୁ ପ୍ରେରଣା ଦେବ। ବର୍ତ୍ତମାନ ଆସନ୍ତୁ କଥା ହେବା ଏହାର ସବୁଠୁ ଶକ୍ତିଶାଳୀ ଦିଗ ବିଷୟରେ। ଆଇଓଟି ନିଜେ ତ ବହୁତ କାମର, କିନ୍ତୁ ଏହାର ପ୍ରକୃତ ଶକ୍ତି ସେତେବେଳେ ଦେଖାଯାଏ ଯେତେବେଳେ ଏହା ସହିତ ମିଶେ ଆଉ ଏକ ଜବରଦସ୍ତ ଟେକ୍ନୋଲୋଜି, ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ। ଏହି ଦୁଇଟି ମିଶି ଏକ ଅସାଧାରଣ ପାୱାର କପଲ ତିଆରି କରନ୍ତି। ଏହି ଦୁହିଁଙ୍କ ସମ୍ପର୍କକୁ ବୁଝିବା ପାଇଁ ଗୋଟେ ବଢ଼ିଆ ଉପମା ଅଛି। ଭାବନ୍ତୁ, ଆଇଓଟି ହେଉଛି ଆମ ଶରୀରର ଇନ୍ଦ୍ରିୟ, ଆଖି, କାନ, ନାକ ପରି, ଯାହା ଚାରିପାଖ ଦୁନିଆରୁ କେବଳ ତଥ୍ୟ ସଂଗ୍ରହ କରେ।
ଆଉ ଏଆଇ ହେଉଛି ଆମର ମସ୍ତିଷ୍କ, ଯାହା ସେହି ତଥ୍ୟକୁ ବୁଝେ, ବିଶ୍ଳେଷଣ କରେ, ସେଠିରୁ ଶିଖେ ଆଉ ନିଷ୍ପତ୍ତି ନିଏ। ସରଳ ଭାବରେ କହିଲେ ଆଇଓଟି ତଥ୍ୟ ଆଣେ ଆଉ ଏଆଇ ସେହି ତଥ୍ୟରୁ ଅର୍ଥ ବାହାର କରେ। ଚାଲନ୍ତୁ କିଛି ବାସ୍ତବ ଉଦାହରଣ ଦେଖିବା। ଯେମିତିକି ଗୋଟିଏ ସ୍ମାର୍ଟ ଥର୍ମୋଷ୍ଟାଟ୍ ଘରର ତାପମାତ୍ରା କେତେ ଅଛି ତାହା ଜାଣିପାରେ। ଏହା ହେଲା ଆଇଓଟିର କାମ। କିନ୍ତୁ ଏଆଇ ଆପଣଙ୍କ ପସନ୍ଦକୁ ଶିଖିଯାଏ ଏବଂ ନିଜେ ହିଁ ତାପମାତ୍ରାକୁ ଆଡଜଷ୍ଟ କରେ। ସେହିପରି ସୁରକ୍ଷା କ୍ୟାମେରା କେବଳ ଭିଡିଓ ରେକର୍ଡ କରେ ନା, ବରଂ କିଛି ଅସାଧାରଣ ଗତିବିଧି ଦେଖିଲେ ଏଆଇ ତାକୁ ଚିହ୍ନଟ କରି ଆପଣଙ୍କୁ ତୁରନ୍ତ ସତର୍କ କରାଏ। ଏହା ହିଁ ପ୍ରକୃତ ସ୍ମାର୍ଟନେସ୍। ହଁ, ଏତେ ସବୁ ସୁବିଧା ସହିତ ଗୋଟିଏ ବଡ଼ ପ୍ରଶ୍ନ ବି ଆସେ। ତାହା ହେଲା ସୁରକ୍ଷା। କାରଣ ଏହିସବୁ ଡିଭାଇସ୍ ଆମର ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରନ୍ତି। ତେଣୁ ଏହି ଟେକ୍ନୋଲୋଜିକୁ ବୁଦ୍ଧିମତାର ସହ ବ୍ୟବହାର କରିବା ଏବଂ ନିଜ ତଥ୍ୟକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ତେବେ ଆମେ ନିଜକୁ କେମିତି ସୁରକ୍ଷିତ ରଖିପାରିବା? ଏଠାରେ କିଛି ସହଜ ଉପାୟ ଅଛି। ସବୁବେଳେ ଏକ ମଜବୁତ ଆଉ ଅଲଗା ପାସୱାର୍ଡ ବ୍ୟବହାର କରନ୍ତୁ। ନିଜର ଡିଭାଇସ୍ର ସଫ୍ଟୱେୟାରକୁ ସବୁବେଳେ ଅପଡେଟ୍ ରଖନ୍ତୁ, କାରଣ କମ୍ପାନୀମାନେ ନୂଆ ନୂଆ ସୁରକ୍ଷା ବ୍ୟବସ୍ଥା ଏହା ମାଧ୍ୟମରେ ହିଁ ଦେଇଥାନ୍ତି। ଆଉ ସବୁଠୁ ଜରୁରୀ, ଯେଉଁ ଫିଚରଗୁଡ଼ିକୁ ଆପଣ ବ୍ୟବହାର କରୁନାହାନ୍ତି ସେଗୁଡ଼ିକୁ ସେଟିଂସରୁ ବନ୍ଦ କରିଦିଅନ୍ତୁ। ମନେ ରଖନ୍ତୁ, ସାବଧାନତା ହିଁ ସୁରକ୍ଷା। ଏତେ ସବୁ ପରେ ଆସନ୍ତୁ ଟିକେ ଭବିଷ୍ୟତ ଆଡ଼କୁ ନଜର ପକାଇବା। ଆଇଓଟି ଆମ ଆଗାମୀ ଦୁନିଆକୁ କେମିତି ବଦଳାଇବାକୁ ଯାଉଛି? ଆମର ଏହି ସଂଯୁକ୍ତ ଭବିଷ୍ୟତ ଦେଖାଯିବ କିପରି? ଏହି ସଂଖ୍ୟାଟାକୁ ଟିକେ ଦେଖନ୍ତୁ, 75 ବିଲିୟନ। ଏହା କେବଳ ଏକ ସଂଖ୍ୟା ନୁହେଁ, ଏହା ଆମ ଭବିଷ୍ୟତର ଏକ ବହୁତ ବଡ଼ ଚିତ୍ର ଦେଖାଉଛି। ବିଶେଷଜ୍ଞଙ୍କ ଏକ ଆକଳନ ଅନୁସାରେ 2025 ସୁଦ୍ଧା ସାରା ଦୁନିଆରେ ପାଖାପାଖି 75 ବିଲିୟନ ଆଇଓଟି ଡିଭାଇସେସ୍ ଇଣ୍ଟରନେଟ୍ ସହିତ ସଂଯୁକ୍ତ ହୋଇସାରିଥିବ। ଜାଣିଛନ୍ତି, ଏହା ପୃଥିବୀର ମୋଟ ଜନସଂଖ୍ୟାଠାରୁ ପ୍ରାୟ 10 ଗୁଣ ଅଧିକ। ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ ଆମ ଦୁନିଆ କେତେ ମାତ୍ରାରେ ସଂଯୁକ୍ତ ହେବାକୁ ଯାଉଛି। ତେବେ ଏହି ଭବିଷ୍ୟତ ଦେଖାଯିବ କେମିତି? କଳ୍ପନା କରନ୍ତୁ ସ୍ମାର୍ଟ ସହରର, ଯେଉଁଠି ଟ୍ରାଫିକ୍ ଲାଇଟ୍ ନିଜେ ନିଜେ ଟ୍ରାଫିକ୍କୁ ନିୟନ୍ତ୍ରଣ କରିବ। କଳ୍ପନା କରନ୍ତୁ ସ୍ୱାସ୍ଥ୍ୟ ସେବାର, ଯେଉଁଠି ଡାକ୍ତର ଘରେ ବସି ରୋଗୀର ଦେଖାଶୁଣା କରିପାରିବେ। ଏବଂ କଳ୍ପନା କରନ୍ତୁ ଏପରି ଗାଡ଼ିର ଯାହା ବିନା ଡ୍ରାଇଭରରେ ନିରାପଦ ଭାବେ ଚାଲିବ। ଏହା ପ୍ରକୃତରେ ଏକ ରୋମାଞ୍ଚକର ଭବିଷ୍ୟତ। ଶେଷରେ ଆପଣମାନଙ୍କ ପାଇଁ ଗୋଟିଏ ଚିନ୍ତା କରିବା ଭଳି ପ୍ରଶ୍ନ। ଆମେ ଯେତେବେଳେ ଏକ ସମ୍ପୂର୍ଣ୍ଣ ସଂଯୁକ୍ତ ଦୁନିଆ ଆଡ଼କୁ ଯାଉଛୁ, ଆମ ଜୀବନର ଏମିତି କେଉଁ ଅଂଶ ଅଛି ଯାହାକୁ ଆମେ ସବୁବେଳେ ଅଫଲାଇନ୍ ବା ନିଜର ବ୍ୟକ୍ତିଗତ କରି ରଖିବା ଉଚିତ ବୋଲି ଆପଣ ଭାବୁଛନ୍ତି? ଏହା ଉପରେ ଟିକେ ଚିନ୍ତା କରନ୍ତୁ ଏବଂ ଆପଣଙ୍କ ମତାମତ ଆମକୁ ଜଣାଇପାରିବେ। ଯଦି ଆଜିର ଏହି ଆଲୋଚନା ଆପଣଙ୍କୁ ପସନ୍ଦ ଆସିଛି, ତେବେ ଏହାକୁ ଗୋଟେ ଲାଇକ୍ ନିଶ୍ଚୟ ଦେବେ। ଆଗାମୀ ଦିନରେ ଏମିତି ଆହୁରି ଅନେକ ରୋଚକ ବିଷୟ ଜାଣିବା ପାଇଁ ଭୋକେଶନାଲ ଓଡ଼ିଶାକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ଆଜି ଆମ ସହିତ ଏହି ଜ୍ଞାନର ଯାତ୍ରାରେ ସାମିଲ ହୋଇଥିବାରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ପୁଣି ଦେଖାହେବା ଆଉ ଏକ ନୂଆ ବିଷୟ ସହିତ। ସେ ପର୍ଯ୍ୟନ୍ତ ନମସ୍କାର।